ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 306। ଏଥିରେ କୌଣସି ସନ୍ଦେହ ନାହିଁ ଯେ ବୈରାଗ୍ୟବାଦ ଅନେକ ଆଶ୍ୱସ୍ତି ଆଣିଦିଏ। ଗୁହା ଅନେକ ଶାନ୍ତିମୟ ଏବଂ ପାହାଡର ଶୃଙ୍ଗ ଅତ୍ୟନ୍ତ ରମଣୀୟ ହୋଇ ରହିଥାଏ। ତଥାପି ପରମେଶ୍ୱର ତୁମ ବିଷୟରେ ଯେଉଁ ଅଭିପ୍ରାୟଟିକୁ ରଖିଛନ୍ତି, ତୁମେ ଏହି ପୃଥିବୀ ଭିତରେ ରହି ହିଁ ସେହି ଅନୁସାରେ କାର୍ଯ୍ୟ କରିବ। ଏଠି ଶ୍ରୀ ଅରବିନ୍ଦ ବର୍ଣ୍ଣନା କରୁଛନ୍ତି ଯେ ବୈରାଗୀ ଏବଂ ଗୃହସ୍ଥ ସନ୍ନ୍ୟାସୀ ବା କର୍ମରତ ସନ୍ନ୍ୟାସୀ ବୋଲି ଆମେ କହିପାରିବା, ଏ ବିଷୟରେ ବର୍ଣ୍ଣନା କରିବାକୁ ଯାଇକି କହୁଛନ୍ତି। କାହିଁକି ନା ଯେତେବେଳେ ଶ୍ରୀ ଅରବିନ୍ଦ ରୂପାନ୍ତର ଯୋଗର କଥା ଉଠେଇଛନ୍ତି, ତେଣୁ ସେଠି ବୈରାଗ୍ୟବାଦକୁ ବା ଏଇ ପୃଥିବୀର ଯୋଉ ତଥାକଥିତ ଲୋକେ ଯାହା ବୁଝନ୍ତି, ସମାଜ ଭିତରେ ରହି କାର୍ଯ୍ୟ ନ କରି କେବଳ ଜଙ୍ଗଲରେ ରହି ତପସ୍ୟା କରିବା, ଯୋଉଟାକୁ ଆମେ ବୈରାଗ୍ୟବାଦ ବୋଲି ଲୋକେ ଗ୍ରହଣ କରନ୍ତି। କିନ୍ତୁ ଶ୍ରୀ ଅରବିନ୍ଦ ଯେତେବେଳେ ଆରମ୍ଭ କରିଛନ୍ତି ତାଙ୍କର ଦର୍ଶନ ତତ୍ଵକୁ ପରିପ୍ରକାଶ କରିବା ବେଳେ ସେ ସେଠି ଆଉ ଟିକେ ଉର୍ଦ୍ଧ୍ୱକୁ ଯାଇ କହିଛନ୍ତି ଯେ ବୈରାଗ୍ୟବାଦ ଅର୍ଥ କେବଳ ନୁହେଁ ଯେ ଏଇ ଯୋଉ ତଥାକଥିତ ଲୋକେ ଯାହାକୁ ବୁଝନ୍ତି ସମାଜକୁ ପରିତ୍ୟାଗ କରି ପାହାଡ ଗୁମ୍ଫା ଜଙ୍ଗଲରେ ରହି ତପସ୍ୟା କରିବା। ଜଣେ ଏହି ଏଇ ସମାଜ ଭିତରେ ରହି ନିରାସକ୍ତ ଯୁକ୍ତ ହେଇ ନିଷ୍କାମ କର୍ମ କରିପାରିବ, ତାହା ମଧ୍ୟ ବୈରାଗ୍ୟବାଦ। ବା ସେଠି ମହାରାଜ ବର୍ଣ୍ଣନା କରୁଛନ୍ତି ଦୁଇ ପ୍ରକାରର ସନ୍ନ୍ୟାସୀ କଥା ସେଥିପାଇଁ କହୁଛନ୍ତି। ଜଣେ ହଉଛନ୍ତି ଗୃହସ୍ଥ ସନ୍ନ୍ୟାସୀ, ଆଉ ଜଣେ ହଉଛନ୍ତି ଗୃହ ତ୍ୟାଗୀ ସନ୍ନ୍ୟାସୀ। ଉଭୟ କ୍ଷେତ୍ରରେ ମହାରାଜ ବାବାଜୀ ମହାରାଜ ତାକୁ ବଢିଆ ସୁନ୍ଦର ଭାବରେ ଓଡିଆରେ ଗ୍ରନ୍ଥାବଳୀରେ ଆମର ରହିଛି, ତାକୁ ପଢିବେ। ଗ୍ରନ୍ଥାବଳୀରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି ଯେ ଉଭୟଙ୍କ କ୍ଷେତ୍ରରେ ଗୃହ ତ୍ୟାଗୀ ସନ୍ନ୍ୟାସୀ ହୁଅନ୍ତୁ ବା ଗୃହସ୍ଥ ସନ୍ନ୍ୟାସୀ ହୁଅନ୍ତୁ, ଉଭୟଙ୍କ କ୍ଷେତ୍ରରେ ଗୋଟିଏ ଜିନିଷ ହଉଛି ସାଧାରଣ ବା କମନ, ସେଟା ହଉଛି କଣ? ଭଗବାନଙ୍କ ପ୍ରତି ଅନନ୍ୟ ସମର୍ପିତ ଭାବ ଏବଂ ଦ୍ଵିତୀୟଟି ହଉଛି ଆସକ୍ତି ବିହୀନ ହବା। ଆସକ୍ତି ବିହୀନ ହେବା। ଉଭୟ କ୍ଷେତ୍ରରେ ଆମକୁ କାର୍ଯ୍ୟ କରିବାକୁ ପଡିବ, କର୍ମ କରିବାକୁ ପଡିବ, କିନ୍ତୁ ନିରାସକ୍ତ ଭାବରେ କାମ କରିବାକୁ ପଡିବ। କାରଣ ରୂପାନ୍ତର ପାଇଁ ଶରୀରର ରୂପାନ୍ତର ହବ, ପ୍ରାଣର ମନର ରୂପାନ୍ତର ହେବ, ତେଣୁ ସେ ରୂପାନ୍ତର ପାଇଁ କର୍ମ ନିହାତି ଆବଶ୍ୟକ। ଏଠି ଯେତେବେଳେ ବର୍ଣ୍ଣନା କରିଛନ୍ତି, ପ୍ରଥମେ ସେ କହୁଛନ୍ତି ଯେ ଯୋଉମାନେ ବୈରାଗ୍ୟ ଗ୍ରହଣ କରି ପାହାଡ ଗୁମ୍ଫାରେ ଯାଇକି ତପସ୍ୟା କରନ୍ତି, କହୁଛନ୍ତି ଠିକ ଗୁହାଟା ଅନେକ ଶାନ୍ତିମୟ, ପାହାଡର ଶୃଙ୍ଗ ଅତ୍ୟନ୍ତ ରମଣୀୟ ଏବଂ ସେଥିରେ ଅନେକ ଆଶ୍ୱସ୍ତି ମଧ୍ୟ ମିଳେ। କାରଣ ଏଇ ସମାଜ ଭିତରେ ରହି ସାଧନା କରିବା ଟିକେ କଷ୍ଟ। କାରଣ ଆସକ୍ତି ଏବଂ କାମନା ବାସନା ଇଏ ସବୁ ଗୁଡିକ ଚତୁଃପାର୍ଶ୍ଵରେ ଘେରି ରହିଥିବ। ତା ଭିତରେ ପଦ୍ମପତ୍ରରେ ପାଣି ନ ଲାଗିଲା ଭଳି ତା ଭିତରେ ନିରାସକ୍ତ ରହି କର୍ମ କରିବା ନିହାତି ପକ୍ଷେ କଷ୍ଟ। କିନ୍ତୁ ଜଙ୍ଗଲକୁ ଗଲେ ସେଇ ଦୃଷ୍ଟିକୋଣରୁ ଅନେକ ଶାନ୍ତି, ନାହିଁ କିଛି କୋଳାହଳ, ନାହିଁ କିଛି ଚାପ। ତେଣୁ ଏଠି କହୁଛନ୍ତି ଯେ ଗୁହା ଅନେକ ଶାନ୍ତି ଆଣିଦିଏ, ବୈରାଗ୍ୟବାଦ ତେଣୁ ଅନେକ ଆଶ୍ୱସ୍ତ ଆଣିଦିଏ। କିନ୍ତୁ କହୁଛନ୍ତି ଯେ ପରମେଶ୍ୱର ଆମକୁ ଯୋଉଥିପାଇଁ ସୃଷ୍ଟି କରିଛନ୍ତି, ସେ ଯୋଉ ଅଭିପ୍ରାୟ ରଖିଛନ୍ତି ଯେ ଏଇ ଗୁଣଟିକୁ ସେ ପରିପ୍ରକାଶ କରିବ, ତେବେ ସେଇ ଅନୁସାରେ ତ ପୃଥିବୀରେ କାର୍ଯ୍ୟ କରିବାକୁ ପଡିବ ନା।
କାରଣ ଯେତେବେଳେ ସୃଷ୍ଟି ହଉଛି ଭଗବାନ ତାଙ୍କର ବିଚିତ୍ର ବା ବୈଚିତ୍ର୍ୟ ଯୁକ୍ତ ସୃଷ୍ଟିରେ ତାଙ୍କର ଅନେକ ବିଭାବକୁ ପରିପ୍ରକାଶ କରୁଛନ୍ତି। ସେଇ ବିଭାବ ଭିତରୁ ଆମେ ଯୋଉ ଜନ୍ମଗ୍ରହଣ କରିଛେ ଆମେ ଗୋଟିଏ ବିଭାବ ପରିପ୍ରକାଶ କରିବାକୁ ଆସିଛନ୍ତି। ଯଦି ଆମେ ତାକୁ ପରିପ୍ରକାଶ ନ କଲେ ତେବେ ତାଙ୍କର ଅଭିପ୍ରାୟଟି ରହିଲା କି ରହିଲା ନାହିଁ। ଏଇ ଯଦି ବାହ୍ୟ ଭାବରେ କହିବା ଏସବୁ ଜିନିଷ ଆହୁରି ଗଭୀର ଅର୍ଥରେ ଦେଖିଲେ ଯେତେବେଳେ ରୂପାନ୍ତର ଅବଶ୍ୟମ ଭାବି ଏବଂ ଊର୍ଦ୍ଧ୍ୱାରୋହଣ ଅବଶ୍ୟମ ଭାବି ସେତେବେଳେ ଆମକୁ ପୃଥିବୀ ଭିତରେ ରହି ହିଁ ତାଙ୍କର ଅଭିପ୍ରାୟଟିକୁ ପରିପ୍ରକାଶ କରିବାକୁ ଚେଷ୍ଟା କରିବାକୁ ପଡିବ। ସେତେବେଳେ ବାଧା ଆସିବ, ଅସୁବିଧା ଆସିବ, ତାଙ୍କୁ ସମର୍ପଣ କରି ତାଙ୍କରି ଶକ୍ତିକୁ ଆବାହନ କରି ସେଇ ଅଭିପ୍ରାୟଟିକୁ ଆମକୁ ପରିପ୍ରକାଶ କରିବା ପାଇଁ ପ୍ରସ୍ତୁତି କରିବାକୁ ପଡିବ, ପ୍ରୟାସ କରିବାକୁ ପଡିବ। ମା ଲେଖୁଛନ୍ତି ଏଠାରେ ଶ୍ରୀରାମ ଆମକୁ ଦର୍ଶାଇ ଦେଉଛନ୍ତି ଯେ କୌଣସି ନକାରାତ୍ମକତା ଦ୍ୱାରା ପ୍ରେରିତ ହୋଇ ନୁହେଁ, ଅପେକ୍ଷାକୃତ ଅଧିକ ରୁଚି ଦ୍ୱାରା ପ୍ରେରିତ ହୋଇ ଜଣେ ବୈରାଗୀ ହୋଇପାରିବେ। ଜଣେ ବୈରାଗୀ ହୋଇପାରିବ, ଯୋଉଟା ଆମେ ଆଲୋଚନା କରୁଥିଲେ। ନିରାସକ୍ତ ହବା ଇଏ ହଉଛି ବୈରାଗୀର ଲକ୍ଷଣ। ତେଣୁ ଜଣେ ଏମିତି ନେତି ନେତି କହିକିରି ତ୍ରାହି ପାଇବା ପାଇଁ ବୈରାଗୀ ନ ହୋଇ ଜଣେ ରୁଚି ଦ୍ୱାରା ପ୍ରେରିତ ହୋଇ ଜଣେ ବୈରାଗୀ ହୋଇପାରିବ। ତେଣୁ ସେ ଆମକୁ ବୁଝାଇ ଦେବାକୁ ଚାହୁଁଛନ୍ତି ଯେ ପରମ ପ୍ରଭୁଙ୍କର ପରିକର ହୋଇ ରହିବା ଏବଂ କେବଳ ତାଙ୍କରି ଇଚ୍ଛା ଦ୍ୱାରା ପ୍ରେରିତ ହୋଇ ଯାବତୀୟ କାର୍ଯ୍ୟ କରିବା ଯେକୌଣସି ବ୍ୟକ୍ତିଗତ ପସନ୍ଦ ଅପସନ୍ଦ ଠାରୁ ତାହା ଯେତେ ସନ୍ଥ ଜନଚିତ ହୋଇଥାଉ ନା କାହିଁକି ଏକ ଅନେକ ଅଧିକ ଉଚ୍ଚ ସୋପାନର କଥା। ପରମ ପ୍ରଭୁଙ୍କ ଇଚ୍ଛା ଦ୍ୱାରା ପରିଚାଳିତ ହବା ସେଇଟା ହଉଛି ଗୁରୁତ୍ୱପୂର୍ଣ୍ଣ। ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ତମେ ବୈରାଗୀ କି ବୈରାଗୀ ନୁହଁ ବୋଲି। ଗୁରୁତ୍ୱପୂର୍ଣ୍ଣ ନୁହେଁ ତମେ କୋଉଠି ଅଛ। ଗୁରୁତ୍ୱପୂର୍ଣ୍ଣ ହଉଛି ତୁମେ ତାଙ୍କରି ଇଚ୍ଛା ଦ୍ୱାରା ପ୍ରେରିତ ହେଇ କାର୍ଯ୍ୟ କରୁଛ କି ନା। ତାଙ୍କରି ଇଚ୍ଛା ଦ୍ୱାରା ପ୍ରେରିତ ହୋଇ କାର୍ଯ୍ୟ କଲେ ଯେକୌଣସି କାର୍ଯ୍ୟ ଆପଣ କରୁଛନ୍ତି ତାହା ଦିବ୍ୟ କର୍ମ ହେବ ଏବଂ ତାହା ଆମକୁ ଊର୍ଦ୍ଧ୍ୱ ଆରୋହଣରେ ସାହାଯ୍ୟ କରିବ, ଆମର ଅଗ୍ରଗତି ହେବ, ଆମ ଭିତରେ ପରମଙ୍କର ଯୋଉ ଶକ୍ତି ସାମର୍ଥ୍ୟ ପରିପ୍ରକାଶ ହୋଇପାରିବ।